ରାସ୍ତା କଡ଼ରେ ବରଗଛଟିଏ ଥିଲା। ସେଥିରେ ଗୋଟିଏ ହଂସ ଓ ଗୋଟିଏ କୁଆ ବସା କରି ରହୁଥିଲେ। ଖରା ଦିନ, ଚାରିଆଡ଼େ ପ୍ରବଳ ଖରା। ଜଣେ ବାଣୁଆ ଖରାରେ ହାଲିଆ ହୋଇ ଆସି ଗଛ ମୂଳରେ ବିଶ୍ରାମ ନେଲା। ବସୁ ବସୁ ତାକୁ ନିଦ ଆସିଗଲା। ସେ ଲମ୍ବ ହୋଇ ଶୋଇଗଲା। ଏଇ ସମୟରେ ସୂର୍ଯ୍ୟ ପଶ୍ଚିମ ଆଡ଼କୁ ଗଲେ। ଡାଳ ଫାଙ୍କାରେ ଖରା ଆସି ବାଣୁଆ ମୁହଁରେ ପଡ଼ିଲା। ନିଜ ବସାରେ ବସି ହଂସ ବାଣୁଆକୁ ଲକ୍ଷ୍ୟ କରୁଥିଲା। ଶୋଇଥିବା ବାଣୁଆ ମୁହଁରେ ଖରା ପଡ଼ିବା ଦେଖି ତାକୁ ଦୟା ଲାଗିଲା। ସେ ବାଣୁଆର ଠିକ୍ ଉପର ଡାଳରେ ବସି ଡେଣା ମେଲାଇ ଦେଲା। ବାଣୁଆ ମୁହଁରେ ଆଉ ଖରା ପଡ଼ିଲାନି। ସେ ଆନନ୍ଦରେ ଶୋଇଗଲା। କୁଆ ତା ବସାରେ ବସି ଏ ଦୃଶ୍ୟ ଦେଖୁଥିଲା। ତାର ବୁଦ୍ଧି ମନ୍ଦ, ସେ ବଡ଼ ଦୁଷ୍ଟ। ହଂସର ପର ଉପକାରୀ ଗୁଣ ତାକୁ ଭଲ ଲାଗିଲାନି। ସେ ଦୁଷ୍ଟ ବୁଦ୍ଧି କରି ବାଣୁଆର ଉପର ଦେଇ ଉଡ଼ି ଯାଉ ଯାଉ ତା ଉପରେ ହଗିଦେଲା। ବାଣୁଆର ନିଦ ହଠାତ୍ ଭାଙ୍ଗିଗଲା। ସେ ରାଗରେ ଉପରକୁ ଯାଇ ଦେଖିଲା ହଂସ ଠିକ୍ ତା ମୁଣ୍ଡ ଉପରେ ଡେଣା ମେଲେଇ ବସିଛି। ବାଣୁଆ ବିଚାରିଲା, ନିଶ୍ଚୟ ଦୁଷ୍ଟ ହଂସ ମୋ ଉପରେ ହଗିଛି। ତାର ରାଗ ବଢ଼ିଗଲା। ସେ ଧନୁରେ ବାଣ ଯୋଚି ହଂସ ଉପରକୁ ଛାଡ଼ିଦେଲା। ପରର ଉପକାର କରିବାକୁ ଯାଇ ଦୁଷ୍ଟ ବନ୍ଧୁ ଯୋଗୁଁ ବିନା ଦୋଷରେ ହଂସର ମୃତ୍ୟୁ ହେଲା। ତେଣୁ କୁହାଯାଇଛି, ଦୁର୍ଜନ ସଙ୍ଗେ କଲେ ବାସ, ନିଶ୍ଚୟ ଘଟିବ ସର୍ବନାଶ। ପିଲାମାନେ, କେବେ ଦୁଷ୍ଟ ଲୋକ ସହିତ ସାଙ୍ଗ ହେବ ନାହିଁ। ଦୁଷ୍ଟ ସାଙ୍ଗରେ ସାଙ୍ଗ ହେଲେ ଦିନେ ତୁମକୁ ହଂସ ପରି ଦଶା ଭୋଗିବାକୁ